ओम क्लीं गुरुदेवाय विद्महे प्रेमदाताय धीमहि तन्नो गुरु प्रचोदयात्। ओम क्लीं गुरुदेवाय प्रेमदाताय नमो नमो। श्री गणेशाय नमः। जगद्गुरु ठाकुर श्री श्री अभिराम परमहंस देवंकर लीला कथा ठाकुरंकर पूजा पद्धति लिखिछन ठाकुर जे श्री शांति आनंद आश्रम रजरे प्रणामे जेते तरु लता गुलम पशु पक्षी गणे प्रभु अंग संगी जेते हरिभक्त गण सबुरी चरण धरी मागई शरण। प्रभु अंग संगी जेते हरिभक्त गण अर्थात जितेबले त्रेतय जुगरे भगवान रामचंद्र अवतार ग्रहण कले तांकर पार्षदरे भरत लक्ष्मण शत्रुघ्न भाई रूप आसिले एवं सेवा करने रूप दास भाव हनुमान जी रूप आसिले। जगज्जननी माँ जानकी एवं पार्षद वृंद अनेक बानर सेना माने आसिथिले कारण तांको पार्षद बिना तांको कार्य हो पारे ना। तेणु ठाकुर जो स्थूल थे कहती तुम्हें जदि न आसो क्या धरी खेली तेणु दीन बंधु हे दीन जन गले भासी गाइब किए से बंधु हे तब महिमा राशि। तेणु जदि तांकर भक्त नथिबे तांकर भजन तांकर कीर्तन तांकर नाम गुण कि करिवो। तेणु तांकरी लीला जेतବେଳେ କରିବାକୁ आसନ୍ତି ସେତେବେଳେ ସେ ତାଙ୍କ ପାର୍ଷଦ ମାନଙ୍କୁ ସାଥିରେ ନେଇ ଆସନ୍ତି। ଶ୍ରୀକୃଷ୍ଣ ଭଗବାନ ସିଏ ଯେତେବେଳେ ଲୀଳା କଲେ ତାଙ୍କ ପାର୍ଷଦ ମାନଙ୍କୁ ସାଥିରେ ନେଇ ଆସିଲେ। ସୁଦାମ ସୁବଳ ମଧୁମଙ୍ଗଳ ଗୋପୀ ଗୋପାଳ ବୃନ୍ଦ आपण माने जानी श्री चैतन्य महाप्रभु जो अवतीर्ण हेले तांकर मध्य पार्षद मानक नहीं आसिले। राय रामानंद षड गोस्वामी गदाधर नित्यानंद गोविंद इत्यादि इत्यादि महापुरुष माने तो आसती पार्षद को नहीं आसती बिना पार्षद किसी लीला हो पारे ना। तो ठाकुर जो अभिराम रूप अवतीर्ण ग्रहण अवतार नेले से भली पार्षद माने अनेक महापुरुष माने तांकर सहित खेला लीला करने आसीथिले। प्रभु को अंग संगी से भक्त मान लीला कथा तांको मुखर शुणी जो कथा मन को आनंद दिए एवं ठाकुर चरण तले भक्ति भाव ऑटोमेटिक आसी जाए से कथा शुणिला पर। एभली जड़े महात्मा थिले श्री शांति आनंद आश्रम जड़े सन्यासी परम पूज्य महेंद्र बाबा। आपण मैंने देखी बाबांकर वैराग्यर सीमा से टपी जाती कहले चले खाए कौन कह बाबा खरा वर्षा शीत काकर जेते कष्ट हेले मध्य आमर वर्तमान जोटा आनंद बजार होती से आनंद बजार पछकू गोटे बगीचा थाए से बगीचा रे बाबा खंडे गामछा पिंधि पोई टिके साग टिके हाँ ये सबू भेंडी टिके एभली लगाती। मु बेले बेले बाबा पचारि कहली बाबा आपण कर मत दौना चल तू कौन कर तू जा अन्य सेवा कर एमती कह आ बेले बेले ठाकुर कथा कहले सुंदर भाव प्रेम विभोर हो कांदी पकड़े। तो मु जो से समय जो घर थिला कल घर लाइन रे से सब टीण घर थिला से टीण घर लाइन रे बाबांकर पड़िशा बसाटी आमे रोथले बेले बेले बाबा ठाकुर कथा कहती सुंदर कथा पदे कही से कथा मन पड़ी
ଆପଣମାନେ ଶୁଣିଥିବେ ଠାକୁର ଚେୟାର ବିଗ୍ରହରେ ଯେଉଁ ଗୋଲାପ ଫୁଲଟି ଧରିଛନ୍ତି, ଆମେ ଶୁଣିଥିଲେ ଜଣେ ବନମାଳୀ ପଟ୍ଟନାୟକ ବୋଲି ଜଣେ ଭାବନା କରିଥିଲେ ଗୋଟେ ବଗିଚାରେ ଗୋଲାପ ଫୁଲଟି ଯଦି ମିଳନ୍ତା ମୁଁ ଠାକୁରଙ୍କୁ ଦିଅନ୍ତି। ଆଉ ସେଇ ଗୋଲାପ ଫୁଲଟାକୁ ଆସି ଯେତେବେଳେ କରୋନା ଦେଖିଲେ, କାରଣ ସିଏ ଆଣିପାରିଲେନି ସେଠୁ, କାଳେ ଯଦି ଗୋଲାପ ଫୁଲଟି ନେବି କି ଯଦି କ'ଣ ଗାଳି କରିବ, ତେଣୁକରି ଭାବି ଦେଇଥିଲେ। ଆସିଲା ବେଳକୁ ଠାକୁର ଗୋଲାପ ଫୁଲଟିକୁ ଧରିଛନ୍ତି ହାତରେ। କହିଲେ ଏ ବନମାଳୀ ବାବୁ, ତୁମେ ଯେଉଁ ଭାବନା ରାଜ୍ୟରେ ଗୋଲାପ ଫୁଲଟି ଦେଇଥିଲ, ଏଇ ଗୋଲାପଟି। ଏ କଥା ଦେଖି ବନମାଳୀ ପଟ୍ଟନାୟକ କାନ୍ଦିକି ଠାକୁରଙ୍କ ଚରଣ ତଳେ ପଡ଼ି ଯାଇଥିଲେ। ଲୀଳା ଅନୁଭୂତିରେ ଆପଣମାନେ ଶୁଣିଥିବେ, ମହାତ୍ମାମାନେ କହିଛନ୍ତି। ତ ସେଭଳି ଆଉ ଗୋଟିଏ ପଦ୍ମ ଫୁଲ ଧରିଛନ୍ତି ଠାକୁର। ଠାକୁରଙ୍କର ପ୍ରତ୍ୟେକ ପ୍ରତିରୂପ ଗୋଟେ ସ୍ୱତନ୍ତ୍ର ଭାବରେ ଯଦି ଆପଣମାନେ ନିରୀକ୍ଷଣ କରିବେ, କେଉଁ ପ୍ରତିମୂର୍ତ୍ତି କାହା ସହିତ ମିଶି ନଥାଏ। ସେ ଅଭିରାମ ରୂପରେ, ମାନେ ଅଭିନ୍ନ ସୁନ୍ଦର ରୂପରେ, ମାନେ ସବୁ ଭିନ୍ନ ଭିନ୍ନ। ତ ଅନେକ ମହାପୁରୁଷଙ୍କୁ ଦର୍ଶନ କରିଛନ୍ତି। ଠାକୁରଙ୍କର ଗୋଟେ ସ୍ୱତନ୍ତ୍ର ରୂପ। ଆମେ ତ କାହାକୁ ନିନ୍ଦା କରୁନେ କଳାକାର ଭିତରେ। ତ ସତ୍ୟନାରାୟଣକୁ ଦେଖ ଦେଖ ସଖୀ ଗୌର, ସେ ଗୀତରେ ଲେଖିଛନ୍ତି, ଏମିତି ମୂର୍ତ୍ତି ଆପଣ ହେଇଛନ୍ତି ତାକୁ ତିଆରି କରିବା ଅସମ୍ଭବ ହେଇଯାଇଛି। କେତେ ବଡ଼ ଆପଣ ଠାକୁରଙ୍କ ପ୍ରତିମୂର୍ତ୍ତି ଯେତିକି ଦେଖୁଛନ୍ତି, ଯଦି ତାକୁ ବିଗ୍ରହ ଆକାରରେ ତିଆରି କୋଉଠି ହେଇଛି, ବାସ୍ତବିକ ଭାବରେ କୌଣସି ପ୍ରତିମୂର୍ତ୍ତି ମିଶି ନାହିଁ। ଏତେ ସହଜ ନୁହେଁ। କେବଳ କରମଳାରେ ଆପଣମାନେ ଅନୁଭବ କରିବେ ଠାକୁରଙ୍କର ପ୍ରତିଛବିର କିଞ୍ଚିତ ମିଶିଛନ୍ତି। ତ ସେଭଳି କଳାକାର ଅଛନ୍ତି, କିନ୍ତୁ ଚେଷ୍ଟା କଲେ ସେ ମିଶେଇ ପାରିବେ, କିନ୍ତୁ ବିରଳ। ଯାହା ହଉ, ଗୋଟିଏ ଠାକୁର ବସିଛନ୍ତି, ଗୋଟିଏ ନାଡ଼ ଥିବା ପଦ୍ମ ଫୁଲଟି ଧରିଛନ୍ତି। ସେଇ ଫୁଲର କଥା ଆପଣମାନଙ୍କୁ କହୁଛି, ଯାହା ବାବାଙ୍କ ମୁଖରୁ ଏ ଦାସ ଶୁଣିଥିଲା। କାରଣ ସବୁ କଥା ଅଲଗା, ମହାତ୍ମାମାନଙ୍କ ପାଖରେ ବସିକି ତାଙ୍କଠୁ ମୁଖରୁ ଶୁଣିବା କଥା ଗୋଟେ ସ୍ୱତନ୍ତ୍ର। ବାବାଙ୍କୁ ପଚାରିଲି, କହିଲି ବାବା, ଆଉ ଠାକୁରଙ୍କ ଲୀଳା କଥା ଟିକେ କୁହନ୍ତୁ ନା। କହିଲା ଶୁଣିବୁ, ଶୁଣେ। ତୁ କେତେବେଳେ ଦେଖିଛୁ ଠାକୁର ତଳମହଲାରେ ବସିଛନ୍ତି, ସେଠି ଗୋଟେ ନାଡ଼ ଥିବା ପଦ୍ମ ଫୁଲଟି ଧରିଛନ୍ତି। ସେଇ କଥାଟି ମୁଁ ତତେ କହୁଛି। କହିଲେ ହଁ ବାବା କୁହନ୍ତୁ। ନା, ଯେତେବେଳେ ବର୍ଷା ଦିନ ହେଇଥାଏ, ବାବା ମାନଙ୍କ ସହିତ ଠାକୁର ଆମର ଯେଉଁ ବର୍ତ୍ତମାନ ମେଲଣ ପଡ଼ିଆ, ଯେଉଁଠିକି ଠାକୁରଙ୍କ ଲୀଳା ନାଟକ ଏବଂ ଫଙ୍କସନ୍ ହେଉଛି, ଆଉ ସେହି ଲୀଳା ସେଇଠି କ'ଣ ନା ସବୁଆଡ଼େ ପାଣି ଥାଏ, ଭରପୁର ପାଣି ଥାଏ। ବର୍ଷା ଦିନ ହେଲେ ଠାକୁର କାଳେ ସମସ୍ତ କିଛି ଭକ୍ତ ଏବଂ ସନ୍ନ୍ୟାସୀମାନଙ୍କୁ ନେଇକି, ତାକୁ ସେ ମାହାଲ କୁହାଯାଏ, ସେ ମାହାଲ ଭିତରେ ଡଙ୍ଗାରେ ଠାକୁର ଯାଆନ୍ତି। ପୁରା ଡେଲାଙ୍ଗ, ଇଆଡ଼େ ବଡ଼ଗୋଠ, ଇଆଡ଼େ ଏମିତି ଚିଲିକା ପାଖାପାଖି ମଧ୍ୟ ଠାକୁରଙ୍କୁ ଯେତେବେଳେ ଇଚ୍ଛା ହେବ ଚାଲ ବୁଲିବାକୁ ଯିବା, ସାଧୁ ସନ୍ଥ ମହାତ୍ମାମାନେ ବସିବେ, ଠାକୁର ବେଳେବେଳେ ନାଉରି ହେଇଯିବେ। କହେ ତମେ କ'ଣ ନା ଚଲେଇ ମୋତେ ଦିଅ। ସେଠି କହିବର୍ତ୍ତେ ଥିବେ, ନାଇଁ ଆଜ୍ଞା ଆପଣ କ'ଣ ଦିଅ, ମୁଁ କ'ଣ ନା ଚଲେଇବାକୁ ଅସମର୍ଥ। ବେଳେବେଳେ ଠାକୁର ଲୀଳା କରିବା ପାଇଁ ଚଲେଇ ଦେବେ, କିଛି ସମୟ ପୁଣି ତାଙ୍କୁ ଦେଇଦେବେ। ତ ବାବା କ'ଣ କରିଛନ୍ତି, ସବୁ ମାନେ ବାବା ତ ସେତେବେଳେ ଛୋଟ ଥିଲେ, ଆଉ ଅନ୍ୟାନ୍ୟ ବାବାମାନେ ସବୁ ଯାଉଛନ୍ତି, କିନ୍ତୁ କହିଲେ ମୁଁ ଠାକୁରଙ୍କ ପାଖକୁ ଯାଇପାରିଲିନି, ଠାକୁରଙ୍କ ସହିତ ବୁଲିବା ପାଇଁ ଯାଇପାରିଲିନି, ବଡ଼ ଦୁର୍ଭାଗ୍ୟର କଥା। ହଉ, କିଛି ଯେତେବେଳେ ଠାକୁର ଆସିବେ, ମୁଁ ଠାକୁରଙ୍କୁ ଏଇ ଫୁଲଟି ଦେବି। ସେତେବେଳେ ପଦ୍ମ ଫୁଲ, କଇଁ ଫୁଲ ନଦୀମାନଙ୍କରେ ଫୁଟି ବାହାରେ। ହେଲେ ଏତେ ପାଣି ଭିତରକୁ ଯାଇକି ଆଣିବି କେମିତି?
ତ ସମ୍ଭବ ନୁହଁ। କିନ୍ତୁ ପହଁରି ପହଁରି ଗଲେ, କଷ୍ଟେ ମଷ୍ଟେ ପହଁରି ପହଁରି ଗଲେ, କିଛି ବାଟ ଯାଇଛନ୍ତି, ଆଉ ଯାଇପାରିଲେନି। କହିଲେ ଏତେ ବଡ଼ ଫୁଲଟା ଏତେ ଦୂର ଅଛି, ମୁଁ ଟିକେ ଠାକୁରଙ୍କୁ ଦେଇପାରିଲିନି, ଆଉ ପଦ୍ମ ଫୁଲଟି ଫୁଟିଛି। ଏ ସମୟରେ ମନ ଭିତରେ ଦୁଃଖ ରହିଲା, ଫେରି ଆସିଲେ। ଆସିକି କାନ୍ଦିଲେ, ପ୍ରବଳ ବେଗରେ କାନ୍ଦିଲେ, ଏତେ କାନ୍ଦିଲେ ଆଉ ସମ୍ଭାଳି ପାରିଲେନି। କହିଲେ ହଉ ତୋ ଇଚ୍ଛା। ଏତିକି କହିଛନ୍ତି। ସନ୍ଧ୍ୟା ହେଇଯାଇଛି, ଠାକୁର ଯାଇଛନ୍ତି ପରିଭ୍ରମଣରେ, କିନ୍ତୁ ସେହି ଯେତେବେଳେ ଫେରୁଛନ୍ତି, ସେ ନାଉରିଆ କହିଲେ ର ଏ ଯୋଉ ପଦ୍ମ ଫୁଲଟା ଆଣିଲୁ। ସେଠୁ ନାଉରିଆ ଡଙ୍ଗା ସେଠି ନେଇ ଲଗେଇଲେ। ସିଏ କହିଲେ ମୁଁ ଯଦି ଦେବି ଠାକୁରଙ୍କୁ ପୂର୍ଣ୍ଣ ମାତ୍ରାରେ ସମ୍ପୂର୍ଣ୍ଣ ନାଡ଼ ଥିବା ପଦ୍ମ ଫୁଲଟି ଦେବି, ଆଉ ନାଡ଼ଟା ଭାଙ୍ଗିଲେ ହବନି। ବାବା ଭାବିଥିଲେ ଯେମିତି ଠାକୁର କ'ଣ କଲେ, ଏ ତ ପଳେଇ ଆସିଛନ୍ତି, ବିଶ୍ରାମ କରିଛନ୍ତି, ରାତି ସନ୍ଧ୍ୟା ହେଇଯାଇଛି। ତାପର ଦିନ ସକାଳୁ ଯେତେବେଳେ ଠାକୁରଙ୍କ ପାଖକୁ ଦର୍ଶନ କରି ଯାଇଛନ୍ତି, ଠାକୁର ସେହି ପଦ୍ମ ଫୁଲଟିକୁ ଡାହାଣ ହାତରେ, ବାଁ ପଟ ହାତରେ ଧରିକି, ସେ ପଦ୍ମ ଫୁଲଟି ପୁରା ଠାକୁରଙ୍କ ଚରଣଠୁ ମସ୍ତକ ପର୍ଯ୍ୟନ୍ତ ଫୁଲ ଧରିଛନ୍ତି। ଆଉ ମହେନ୍ଦ୍ର ବାବା ଆସି ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣାମ ହେଇକି ସେ ଫୁଲକୁ ଦେଖି କାନ୍ଦୁଛନ୍ତି। କହିଲେ କାହିଁ କାନ୍ଦୁଛ, କ'ଣ ହେଇଛି, କ'ଣ ପାଇଁ ମହେନ୍ଦ୍ର ବାବାଜୀ କାନ୍ଦୁଥିଲ? ନା ଆଜ୍ଞା, ଆଉ କିଛି କହିପାରିବିନି, ମୋ ପ୍ରଭୁ ସବୁ ଜାଣିଲେ, ମୁଁ ଯାଇପାରିଲିନି, କଣ୍ଟା ନଟା ଗୋଡ଼ରେ ଲାଗିଗଲା, ପାଣି ପ୍ରବଳ। ତେଣୁ ପ୍ରଭୁ ମୁଁ ଭାବନା କରିଥିଲି ଆପଣ, ଓହୋ ତୁମେ ଯେତେବେଳେ ହୃଦୟ ଦେବତାଙ୍କୁ ଭାବିଲ, ଆଉ ତୁମେ ଯେତେବେଳେ ନ ଯାଇପାରିଲ, ଆଉ ତୁମ ମନସ୍କାମନାଟା କ'ଣ ଅପୂର୍ଣ୍ଣ ରହିବ? ମନ ଖୁସି ହେଲା ତ। ଆଉ କହିବାକୁ ଅଛି, ବାବାଙ୍କ ମନ ଭିତରେ ଯୋଉ ଭାବନା ଥିଲା, ଆହୁରି ଭାବ ଗଦଗଦ ହେଇ ଠାକୁରଙ୍କ ଚରଣ ତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣାମ ହେଇ କାନ୍ଦିଲେ। କହିଲେ ମନ କଥା ସିନା ଜାଣ ବନମାଳୀ, କାହା ପାଇଁ ଦୁଃଖୀ ହୁଏ କି ପାଗଳୀ। ସେଦିନ ବୃନ୍ଦାବନରେ ସୁରଦାସ, ଯିଏକି ଯାହାର ଚକ୍ଷୁ ନଥିଲା, ସୁରଦାସ ତାଙ୍କ ଭଜନ ମାଧ୍ୟମରେ ଭଗବାନଙ୍କୁ ଯେମିତି ସ୍ମରଣ କରିଥିବେ, ପ୍ରଭୁ ସେଇ ବେଶଟି ହେଇଯାଆନ୍ତି। ସେଦିନ ବଲ୍ଲଭାଚାର୍ଯ୍ୟ ଦିନେ କହିଲେ, ସୁରଦାସ ତମେ ତ ଭଗବାନଙ୍କୁ ଦେଖିପାରୁନ, ଆଉ ଏ ବାହାର ଆଖିରେ, ତେବେ ଆଜି କୁହ ଭଗବାନ ଶ୍ୟାମସୁନ୍ଦର, କୃଷ୍ଣଚନ୍ଦ୍ର, ଶ୍ରୀନାଥ ଆଜି କି ବେଶରେ ସଜ୍ଜିତ ହେଇଛନ୍ତି? ତ ସେ ସମୟରେ କ'ଣ କରିଛନ୍ତି ବଲ୍ଲଭାଚାର୍ଯ୍ୟ? ଭଗବାନଙ୍କୁ ତ ଆଉ କିଛି ପିନ୍ଧେଇ ନାହାନ୍ତି। ତ ଅନ୍ତର୍ଦୃଷ୍ଟିରେ ଯାହା ଭାବନା କରନ୍ତି, ଭଗବାନ ସେଇ ରୂପ ହେଇଯାଆନ୍ତି। ତ ସୁରଦାସ କହିଲେ ଆଜି କି ବେଶ ହେଇଛନ୍ତି? ଗାଇଦେଲେ, ଆଜ ହରି ନଙ୍ଗମ ନଙ୍ଗା। ଆଜି ଭଗବାନ ଆଉ କିଛି ପିନ୍ଧି ନାହାନ୍ତି, ପୁରା ନାଗା ବେଶ ହେଇକି ରହିଛନ୍ତି। ମାନେ ଯେତେବେଳେ ସୁରଦାସ ଏ ଗୀତଟି ଗାଇଥିଲେ, ବଲ୍ଲଭାଚାର୍ଯ୍ୟ ଖୁସି ହେଇକି ସୁରଦାସକୁ ଆଲିଙ୍ଗନ କରିଦେଲେ। ଆରେ ସୁରଦାସ, ବଡ଼ ଆଶ୍ଚର୍ଯ୍ୟର କଥା, ସତରେ ତୁମେ ଅନ୍ତର୍ଦୃଷ୍ଟି ଭଗବାନଙ୍କୁ ଦେଖୁଛ ନା? ଆପଣ ଖୋଲିକି ଦେଖନ୍ତୁ ନା, ପ୍ରଭୁ ଆଜି କେମିତି ଅଛନ୍ତି। ବାସ୍ତବିକରେ ବଲ୍ଲଭାଚାର୍ଯ୍ୟ ଯୋଉ ବେଶ କରିଥିଲେ ଜାଣିଛନ୍ତି,
କିନ୍ତୁ ଧନ୍ୟ ଶ୍ରୀଦାସ, ତୁମ ଅନ୍ତର୍ଦୃଷ୍ଟିରେ ଭଗବାନଙ୍କୁ ଦର୍ଶନ କରିପାରୁଛ। ତ ଅନ୍ତର୍ଦୃଷ୍ଟିରେ ଯଦି ଠାକୁରଙ୍କୁ ମନ ମାନସିକ ଭିତରେ ସମର୍ପଣ କରିବା, ଠାକୁର ସାଦରେ ସ୍ୱୀକାର କରନ୍ତି। ଯେଉଁଟାକୁ ଆପଣ କରିପାରୁନଥିବେ ଠାକୁର କରିକି ଦେଖାଇ ଦିଅନ୍ତି। ସେଇଥିପାଇଁ ତ ଅନ୍ତର୍ଯ୍ୟାମୀ ନା। ତ ମହେନ୍ଦ୍ର ବାବା ଠାକୁରଙ୍କ ଚରଣ ତଳେ ସାଷ୍ଟାଙ୍ଗ ପ୍ରଣାମ ହୋଇ କାନ୍ଦିଲେ। ଯେତେବେଳେ ଠାକୁର କହିଲେ, ତୁମେ ଯେଉଁ ଭାବନା କରିଥିଲ ଠାକୁର ପୂର୍ଣ୍ଣ କରିଛନ୍ତି ତ, କାହିଁ ମନ ଦୁଃଖ କରୁଛ? ଅର୍ଥାତ୍ କେବେ ମଧ୍ୟ ତୁମ ମନ ଦୁଃଖରେ ମୋର ମନ ଦୁଃଖ, ତୁମ ଖୁସିରେ ମୋର ଖୁସି। ଭଗବାନଙ୍କର ଖୁସିରେ ଭକ୍ତ ଖୁସି ଏବଂ ଭକ୍ତର ଖୁସିରେ ଭଗବାନ ଖୁସି। ଅନ୍ତର୍ଯ୍ୟାମୀ ସମସ୍ତ କଥା ଜାଣନ୍ତି, ତେଣୁ ତାଙ୍କୁ କୌଣସି ଜିନିଷ ଅଛପା ନଥାଏ। ଆମେ ଗୀତ ଗାଉଛନ୍ତି, ଅଖିଳ ବ୍ରହ୍ମାଣ୍ଡ କର୍ତ୍ତା ମୋ ଜୀବନ ସ୍ୱାମୀ, ଗତି ଆଉ ନାହିଁ ପାଇ ଅଛି ଭ୍ରମି ଭ୍ରମି, ମତେ ଦିଅ ତବ ପ୍ରେମ ସର୍ବ ଅନ୍ତର୍ଯ୍ୟାମୀ ନାଥ ପୁରୁଷ ଉତ୍ତମ। ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ସର୍ବଘଟବାସୀ ପ୍ରଭୁ ଅନ୍ତରରେ ରହି ସମସ୍ତଙ୍କ ଅନ୍ତର କଥା ଜାଣନ୍ତି। ତ ବାବା କହିଁ କହିଁ କାନ୍ଦିଲି, କହିଲେ ସେ ଫୁଲଟିକୁ ଭାବନା କଲି ବୋଲି ଠାକୁର ସେଇ ଫୁଲ ଧରି ଗୋଟେ ଫଟୋ ଉଠେଇ ଦେଇଛନ୍ତି। ସେଇ ଯେତେବେଳେ ଆସିକି ସେଇ ପ୍ରତିମୂର୍ତ୍ତିକୁ ଦେଖେ, ମୋ ପ୍ରଭୁଙ୍କ କଥା ମନେ ପଡ଼ିଯାଏ। ପ୍ରଭୁ ଏ ଅଧମ ପାଇଁ କେତେ କଷ୍ଟ ଆପଣ ନିଜେ ଫୁଲ ତୋଳିକି ଆଣି ଦେଇଛନ୍ତି। ତେଣୁ ଭାବନା ରାଜ୍ୟରେ ଭଗବାନଙ୍କୁ ଭଲ ପାଇବା ହିଁ ଭକ୍ତର କର୍ତ୍ତବ୍ୟ। ଯେ ଯେଉଁ ଭାବରେ ତୋତେ ଡାକଇ ପ୍ରଭୁ, ସେହି ଭାବେ ତାଙ୍କୁ ଦେଉ ଦର୍ଶନ, ସେହି ଭାବେ ଧରୁ ତୁ ରୂପ, ମନୋରଥ କରୁ ପୂରଣ। ନିଜେ ଯାଇପାରୁନଥିଲେ ଆଣିବା ପାଇଁ, ନାଉରୀ ବେଶରେ ନାଁରେ ବସିକି ଠାକୁର ନିଜେ ଫୁଲଟିକୁ ତୋଳି ଆଣିକି ବାବାଙ୍କୁ ଦେଖେଇଦେଲେ। ଏଇ ଫୁଲଟିକୁ ତୁମେ ଭାବିଥିଲ ତ? ଯେମିତି ବନମାଳୀ ପଟ୍ଟନାୟକ ଫୁଲଟି ଧରିଥିଲେ, ଠାକୁର କହିଥିଲେ ଏଇ ଫୁଲକୁ ତୁମେ ଭାବିଥିଲ ତ? ସିଏ ଯେମିତି ଅନୁଭବ କରିଥିଲେ, ବାବାଙ୍କର ମଧ୍ୟ ପଦ୍ମ ଫୁଲ ଠାକୁର ଯେ ଧରିଥିଲେ, ସେ ପଦ୍ମ ଫୁଲର କଥା ଶୁଣି ଆନନ୍ଦ ଲାଗିଲେ। ମନକୁ ଠାକୁରଙ୍କର ଲୀଳା କଥା ଶୁଣି ମନ ପ୍ରାଣକୁ ତାଙ୍କରି ଚରଣ ତଳେ ସମର୍ପଣ କରିବା ଆନନ୍ଦ ଏକ ବାର। ହରି ବୋଲ।